চোখে এতে সময় ধরে তুই একুটিয়া এই বন মধ্যে বুলাবুলি করছু চোখে এই জঙ্গল মধ্যে অনেক হিংস্র জন্তু গুড়াক অଛନ୍ତି চলা তো একুটিয়া পাইଯିବେ জিয়ন্তা খাইଯିବେ মরিব সারা আর চোখে জঙ্গলরে বুলিবা কি মজা ভাই আচ্ছা সে বই তো পুরা ঝিও সহিত মু জঙ্গলরে টিকে বুলাবুলি করছি চোখে এইটি পাই ডেরি আর কলি ভাই সারা বই তো বাবাঙ্ক ঝিও সহিত তু এই বন মধ্যে বুলাবুলি করছু আরে দেখে এ কথা যদি মো বই তো বাবা কাନରେ পড়ে তো অবস্থা কোন হব জানিস কোন হব ভাই কোন হব তো তা টিক কাটি তা জমি মধ্যে পতি দেব মরিব সারা ভাই দেখে মন চাখি জানিছব চাখি পরকি সব কথা জানে ভাই আচ্ছা সে বই তো পুরা জম্মা জানি পারিবনি আমতে টিক টিক করে কাটি তা জমিরে পতি দেবনি এ কোন করছু দেখে ভাই আর মনে পকাও সে অতীতর কথা আরে কোন কথা ভাই ভাই মানিক কগর কথা দেখে আরে দেখে কেମିତି ভুলিবি সেই মানিকଙ୍କର ରାଜ୍ୟ କଥାଟା ସେ କଥାଟା ମନେ ପଡ଼ିଗଲେ ମୋ ଛାତିରେ ହୁତୁ ହୁତୁ ହେଇ ନିଆଁ ଜଳି ଯାଉଛି ରେ ଚାଖି ନିଆଁ ଆରେ ଚଖି ଆଜି ମୁଁ ତୋ ପାଖରେ ଶପଥ କରି କହୁଛି ଯେ ପର୍ଯ୍ୟନ୍ତ ମାଣିକଙ୍କର ରାଜା ଦେବଦତ୍ତର ସଭଂଶଟାକୁ ବିନାଶ ନ କରିଛି ଏ ପର୍ଯ୍ୟନ୍ତ ମୋ ମନରେ ଶାନ୍ତି ନାହିଁ ନାଇଁ ଶାନ୍ତି କରୁଛି ଶପଥ ନହିବ ବ୍ୟର୍ଥ ଆରେ ଦେଖେ କରୁଛି ଶପଥ ନହିବ ବ୍ୟର୍ଥ ଲାଗ୍ନିରେ ସେତପଣ ରାଜା ଦେବଦତ୍ତ କରିବିନି ହତ ଚାଖିବି ତାରାଣୀ ଆଗେ ଚାଖିବି ତାରାଣୀ ଚମ୍ପନ ଆଉ ଛାଡ଼ିବି চাখি মারিবেনি পুত্র বুড়াইবি বংশ আরোইবি রাজ সিংহাসন উড়াই বিজয় কেতন করুছি শপথ নহিব বিয়ত অনাগ্নিরে সত্যপণ ଆଉ ଛାଡ଼ିବିନି রাজা দেবদত্ত ଆମ ବେନି ଭାଇଟାକୁ ରାଜ୍ୟରୁ ତଳି ଦେଇ ସଲାଟା ମନେ ମନେ ଭାରି ଖୁସି ହଉଛି ସେ ସଳା ଭାବୁଛି ଆମେ ବେନି ଭାଇଟା ମରିଯାଇଛି କିନ୍ତୁ ନାହିଁ ଦେଖି ନାହିଁ ଆମେ ବେନି ଭାଇଟା ବଞ୍ଚିଛୁ ଯେ ପର୍ଯ୍ୟନ୍ତ ତା ଗড়ି ତଳିଥିବା ବିଶାଳ ସାମ୍ରାଜ୍ୟଟାକୁ ଫଙ୍କି ରୁଚି ଚୁରମାର ନ କରିଛୁ ସେ ପର୍ଯ୍ୟନ୍ତ ଆମେ ବେନି ଭାଇଟା ଏଇ ବଣ ମଧ୍ୟରେ ଗୁପ୍ତଚର ଭାବରେ ବଞ୍ଚିକି ରହିବା ଆରେ ଦେଖେ ବଣ ମଧ୍ୟରେ ଯେତେବେଳେ ଆମେ ବେନି ଭାଇ ଜଣେ ବୈଦ ବାବାଙ୍କ ଗୋଟିର ମଧ୍ୟ ରହି ଆସିଛି ବାବାଟା ଅନେକ ସମୟ ଧରି କୁଆଡ଼େ ଯାଇଛନ୍ତି କ'ଣ କରୁଛନ୍ତି ଏ ପର୍ଯ୍ୟନ୍ତ ଆସିଲେ ହିଁ କାହିଁକି ଆରେ ତୁ ଠିକ କହିଛୁ ନିଶ୍ଚୟ ଓ ଠିକ କହିଛୁ ନିଶ୍ଚୟ ଅଛି ମୋ ବୈଦ ବାବା ଆସିବା ବାଟକୁ ଆମେ ବେଦି ଭାଇ ଏଇଠି ଅପେକ୍ଷା କରିନେବା ଆଉ ବାବା ଆସିଲେ ତିନି ଜଣ ଏକତ୍ରିତ ହେଇ କୁଟୀର ମଧ୍ୟକୁ ଚାଲିଯିବା ଠିକ ଅଛି କିଛି କ୍ଷଣ ଅପେକ୍ଷା କରିନେବା बेटा बनाग्नि ବୈଦ ବାବା ମୋ ନାଁ ଧରି ଡାକୁଛନ୍ତି ନିଶ୍ଚୟ କିଛି କ୍ଷଣ ମଧ୍ୟରେ ପହଞ୍ଚିଯିବେ ଆରେ ଦେଖ बेटा बनाग्नि बाबा सर्वप्रथम এই বনাগ্নির ভূমিষ্ঠ প্রণাম গ্রহণ করন্তু বাবা
বেটা বনাগ্নি তুই বনে হেলুস তো বেটা ଆପଣଙ୍କର ସେବା ଶୁଶ୍ରୂଷାରେ ଆଜି ମୁଁ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହେଇଯାଇଛି ବାବା ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହେଇଯାଇଛି ও বেটা ବାବା তোর ঘাটা সব শুক্লাস তো বেটা ସବୁ ଶୁଖି ଯାଇଛି ବାବା ଏଇ ଦେଖ ବାବା ଏଇ ହାତଟା ଦିନ ଭାଙ୍ଗି ଯାଇଥିଲା ବାବା ଆଜି ହାତଟା ଭଲ କାମ କରୁଛି ଏଇ ଗୋଡ଼ ଭାଙ୍ଗି ଯାଇଥିଲା ବାବା ଆଜି ମୁଁ ଏଇ ଗୋଡ଼ରେ ଚାଲିପାରୁଛି ସତରେ ବାବା ଆପଣ ପଚାରି ବୋଲି ଔଷଧ ଖାଇ ମୋ ଜୀବନଟା ଧନ୍ୟ ହେଇଯାଇଛି ବାବା ମୋ ଜୀବନଟା ଧନ୍ୟ ହେଇଯାଇଛି ও বেটা ବାବା ওটা কথা বেটা କଣ ସେ କଥା ବାବା তুই ধর্মের কাম করবু ନିଶ୍ଚୟ ବାବା ধর্মের বাটা চালবু ହଁ বাবা ন্যায় না রেবু সৎ কথা কইবুস বেটা সত কহিবাকু কিয়া ডরিবি সত কহি পছে মলে মরিবি এটাকে মনে রাখি দেবুস বেটা ହଁ ବାବା মহাপ্রভু কুশল মঙ্গল রাখি দেবা বেটা বেটা ହଁ ବାବା সত্য হি ধর্ম ହଁ ବାবা ধর্ম হি সত্য ବାବା এটাকে মানি কর চলবুস বেটা ସଦା ସର୍ବଦା ମାରିବି ବାବା ই লোক অনিত্য অত্যাচার নাই করবু ନାଇଁ ବାବା ନାହିଁ ଏ ଲୋକଙ୍କର ଅନୀତି ଅତ୍ୟାଚାର ମୁଁ ଜୀବନରେ କେବେ ମଧ୍ୟ କରିବିନି ବାବା ଆପଣ ଯେପରି ଏ ଲୋକଙ୍କର ସେବା କରୁଛନ୍ତି ଠିକ୍ ସେମିତି ମୁଁ ମଧ୍ୟ ଏ ଲୋକଙ୍କର ସେବା କରିବି ବାବା ମୁଁ ମଧ୍ୟ ଏ ଲୋକଙ୍କର ସେବା କରିବି বেটা ବାବା আর বেটা কথা বেটা କଣ ସେ କଥା ବାବା মোর বেটি অঞ্জলি ଓ আর তুই বেটা তুই ভাই ভাই নিকর চলবাকে ବାବା ଅଞ୍ଜଳି ପରା ମୋ ସାନ ଭଉଣୀ ତାକୁ ସ୍ନେହ ମମତା ଦେଇ ବେଶ ଆନନ୍ଦରେ ରଖିବି ଆପଣ ଥିଲେ ମାତ୍ର ଚିନ୍ତା କରନ୍ତୁନି ବାବା ଏଇ ବନାଗ୍ନି ପରା ଅଛି ଆପଣ ଚିନ୍ତା କରନ୍ତୁନି বেটা ବାବା সময় তো হেলা মুই খমন যাইছি আরে সেরি মুলি ওসো কসা হাল্লা বলে ই রোগী মনকে দেবিস বেটা ଏ କଣ କହୁଛନ୍ତି ବାବା ହେଲେ ବାବା ଗୋଟାଏ କଥା ମନେ ରଖିବି ଆପଣ ସଞ୍ଜ ହେବା ପୂର୍ବରୁ ଯଥା ଶୀଘ୍ର କୁଟୀର ମଧ୍ୟକୁ ଫେରି ଆସିବେ ଜମା ଡେରି କରିବେନି ବାବା তুই চিন্তা নাই কর বেটা মুই সঞ্জ বেলাকে পলে আসবি ଠିକ ଅଛି ବାବା ଆପଣ ଏଥର ଆସିପାରନ୍ତୁ ବାବା যাইছি বেটা ବାବା ଆରେ ଦେଖେ ମୋ ବହିର ବାବା ଯାହା କହିଗଲେ ସବୁ ତୁ ଶୁଣି ସାରିଛୁ ସବୁ ଚୁরি ଆଜି ଠାରୁ ଏ ବେଳାରେ ଧର୍ମ ନ୍ୟାୟ ଆଉ ସତ ପଥରେ ଚାଲିବ ও ভাই ଆଉ ଯେମିତି ମୋ ବହିର ବାବା ଏ ଲୋକଙ୍କର ସେବା କରୁଛନ୍ତି ଠିକ ସେମିତି ମୁଁ ମଧ୍ୟ ଏ ଲୋକଙ୍କର ସେବା କରିବା ପାଇଁ ଚାହୁଁଛି ଦେଖେ ଆପଣ ଏଥର ସନ୍ନ୍ୟାସ ନେଇଯାଅ କଣ କରିବା ମୁଁ ସନ୍ନ୍ୟାସ ନେବି କିନ୍ତୁ କାହିଁକି କାହିଁକି ଭାଇ ଭାଇ ହଁ, ଆପଣ ଏଥର ସନ୍ନ୍ୟାସ ନେଇଯାଅ ନାଇଁ ଚୋରନ୍ଦାକୁ ଯାଇ ନାଇଁ କୋଉ ପିନି ଖଣ୍ଡେ ପିଦି ନାଇଁ ହାତରେ ଖଞ୍ଜଣି ଧରି ଖଞ୍ଜଣି ବଜଉଛି ନାଇଁ ଦେଖେ বন্ধ কর তোর খঞ্চনি পাচড়া কଣ ভাবিଛୁ ଭାଇ ବୋଲାଗ୍ନିକୁ ଏ ବୋଲାଗ୍ନିଟା ତୁରନ୍ତ ଆସିବ ଆଉ କୋଉ ପିଲି ପିନ୍ଧି ଖଞ୍ଜନି ବଜାଇବ ଆଉ କଣ କରିବେ ଏ ଲୋକଙ୍କର ସେବା କରିବା ପାଇଁ ଯାଉଛି ଛେନା ଗୁଡଟା କରିବେ ରଖେ ଭାଇ ଆପେ ବଞ୍ଚିଲେ ବାପର ନା ଆରେ এইটা কলিযুগ ଚାଲିଥିବ এ কলিযুগরে সত্য ন্যায় ধর্মর স্থান নাই ଅଛି ରେ কেবল অধর্মর হি স্থান ଏ ଦେଖେ ভাই অক্ষয় নুহে এ পাপ জগতে অধর্মর হেউ জয় କଣ କହିଲୁ ଭାଇ জয় অধর্ম দেবতা ସଦା ସର୍ବଦା ଅଧର୍ମର ଜୟ ହୁଏନି ଚକ୍ଷି ଭାଇ। ଅଧର୍ମର ଜୟ ହୁଏନି ভাই କଣ মনরু মাতরি গল না কোন ପୁଣି କୋଉ କଥା ଭାଇ সেই রাজা দেবদত্তর প্রতিশোধ কথা କେମିତି ଭୁଲିବି ଚକ୍ଷି ସେଇ ହାରାମ ଜାଦା ରାଜା ଦେବଦତ୍ତ କଥାଟା ସେ ଯେମିତି ଆମ ବେଣୀ ଭାଇଟାକୁ ଦୁଃଖ ଯନ୍ତ୍ରଣା ଦେଇ ରାଜ୍ୟରୁ ବିତାଡ଼ିତ କରିଦେଇଛି ଆଉ ତାଙ୍କର ଭିକାରୀ ସଜେଇଛି ସେ କଥା କଣ ଏତେ ସହଜରେ ମନରୁ ଭୁଲିଯିବି ଚମ୍ପା ଭୁଲିବିନି ହେଲେ ଚକ୍ଷି ভাই ଏପଟେ ମୁଁ ବୈଦ ବାବା କଥା ମାନି ଚଳିବି ନା ରାଜା ଦେବଦତ୍ତର ପ୍ରତିଶୋଧ କଥାଟା ବୁଝିବି କଣ? প্রথমে করিব শত্রু কার্য ଠିକ କହିଛୁ তারপরে করিব পিতৃ কার্য ନିଶ୍ଚୟ
ଆରେ ସଖୀ ଭାଇ ଶତ୍ରୁ କାର୍ଯ୍ୟ କରିବାକୁ ହେଲେ ଶତ୍ରୁର ଭଲ ମନ୍ଦ ସବୁ ଜାଣିବାକୁ ହଁ ପଡିବ। ଭାଇ ଅନେକ ବର୍ଷ ଧରି ଆମେ ବେନି ଭାଇଟା ଏ ନିରଞ୍ଚ ଅରଣ୍ୟ ମଧ୍ୟରେ ବସବାସ କରି ଆସୁଛୁ। ହଁ ଭାଇ ମାଣିକଗଡ଼ ରାଜ୍ୟର ଭଲ ମନ୍ଦ କିଛି ଜାଣି କିଛି ଜାଣିନି ସେଇଥିପାଇଁ ତତେ ଗୋଟାଏ କାମ କରିବାକୁ ହବ। ମୁଁ ଆଉ ତୁ ଗୋଟାଏ କାମ କରିବି ଆରେ ସଖୀ କି କାମ ଭାଇ ଆସନ୍ତା କାଲି ଗୁପ୍ତଚର ଏହି ମାଣିକଗଡ଼ ରାଜ୍ୟକୁ ଯାତ୍ରା କରିବୁ। ମୁଁ ଆଉ ତୁ ମୁଁ ଗୁପ୍ତଚର ଏଇ ମାଣିକଗଡ଼କୁ ଯାତ୍ରା କରିବି ହଁ ସଖୀ ଆଉ ରାଜା ଦେବଦତ୍ତର ସମସ୍ତ ଗୁପ୍ତ ରହସ୍ୟ ନେଇ ମୋ ନିକଟକୁ ଫେରିବାକୁ ହବ। ଭାଇ ସଖୀ ମୁଁ ଯେତେବେଳେ ଆପଣଙ୍କ ସାଥିରେ ଅଛି ଜାଣିଛେ ଜମା ଚିନ୍ତା କରନ୍ତୁନି ଭାଇ ମୁଁ ଆସନ୍ତା କାଲି ଗୁପ୍ତଚର ଏଇ ମାଣିକଗଡ଼କୁ ଯାତ୍ରା କରିବି ଆଉ ଆଉ କଣ ରାଜା ଦେବଦତ୍ତର ସମସ୍ତ ଗୁପ୍ତ ରହସ୍ୟ ସଂଗ୍ରହ କରି ଆଉ ସଖୀ ଆପଣଙ୍କ ପାଖରେ ଉପସ୍ଥାପନ କରିବି ଭାଇ ସାବାସ ସଖୀ ସାବାସ ତୋ ଉପରେ ମୋର ପୂର୍ଣ୍ଣ ବିଶ୍ୱାସ ଅଛି। ଏ କାମ ତୁ ନିଶ୍ଚୟ କରିପାରିବୁ। ଭାଇ କଣ କିନ୍ତୁ ଆବେ କିନ୍ତୁ ପୁଣି କଣ ଭାଇ ଏ କଥାଟା ଯେମିତି ବୈଦ ବୁଢ଼ା ନ ଜାଣେ ଯଦି ଏ କଥାଟା ବୈଦ ବୁଢ଼ା ଜାଣିଯିବ ଆରେ ସଖୀ ଆମକୁ ଏ ଅଗନାଗନି ବନସ୍ତ ଭିତରେ ରଖେଇଦବ ତୁ ଠିକ କହିଛୁ। ରାଜା ଦେବଦତ୍ତ ଯେମିତି ଆମକୁ ରାଜ୍ୟରୁ ତଡ଼ିଦେଲା ସଖୀ ଠିକ ସେମିତି ସେମିତି କଣ ଏ ବୈଦ ବୁଢ଼ା ମଧ୍ୟ ତଡ଼ିଦେବ ଏ କଥାଟାକୁ ଗୋପନରେ ରଖିବାକୁ ଆରେ ହବ। ସଖୀ ଭାଇ ମନରେ ଭୟ ରଖନା। ହଁ ଆରେ ଦିନେ ଆମେ ବେନି ଭାଇ ମାଣିକଗଡ଼ ରାଜ୍ୟରୁ ତୋଡ଼ା ଖାଇସାରିଛୁ। ହଁ ଭାଇ ଆଉ ସେମିତି ଭୁଲ କରିବାନି କି ବୈଦ ବାବାଙ୍କ ଠାରୁ ତୋଡ଼ା ଖାଇବାନି। ଭାଇ। ଦେଖେ ଭାଇ। ପିଙ୍ଗୁଳା ଏଣ୍ଡୁଅ ଦେଖିଛୁ ଆରେ ପିଙ୍ଗୁଲା ଏଣ୍ଡୁଅ ପିଙ୍ଗୁଳା ଏଣ୍ଡୁଅ ଯେମିତି ତା ନିଜକୁ ନିଜେ ରଙ୍ଗରେ ପରିବର୍ତ୍ତନ କରେ ଭାଇ ଠିକ ସେମିତି এই ବନାଗ୍ନି ତା ନିଜକୁ ନିଜେ ପରିବର୍ତ୍ତନ କରିବ। ଏ କଥାଟା ଆମ ବେନି ଭାଇ ଛଡ଼ା ତୃତୀୟ ଜଣ କେହି ଜାଣିପାରିବେନି। ଭାଇ ଦେଖେ ଆପଣ ଯେମିତି ପିଙ୍ଗୁଲା ଏଣ୍ଡୁଅ ପରି ରଙ୍ଗ ବଦଳାଇ ହଁ। ଏ କଥାଟାକୁ ଗୋପନରେ ରଖିବେ ନିଶ୍ଚୟ ଠିକ ସେମିତି ଠିକ ସେମିତି କଣ ମୁଁ କଣ 12 ମାସି ଚଢ଼େଇ ପରି ରଙ୍ଗ ବଦଳାଇ ଓ। ମାଣିକଗଡ଼କୁ ଯାତ୍ରା କରିବି। ରାଜା ଦେବଦତ୍ତ ଜମା ମତେ ଜାଣିପାରିବନି ଚିହ୍ନି ପାରିବନି ଠିକ କହିଛୁ ଯକ୍ଷୀ। ଭାଇ। ଆରେ ଯକ୍ଷୀ ଭାଇ ସମୟ ଅନେକ ହେଇ ସାରିଛି। ହଁ। ମୋ ବୈଦ ବାବା ଘରକୁ ଯାଇଛନ୍ତି ଔଷଧ ଔଷଧ ପତ୍ର ପାଇଁ ଯାଇଛି। ହେଲେ ମୋ ସାନ ଭଉଣୀ ଅଞ୍ଜଳି ଏକୁଟିଆ କୁଟୀରରେ ଅଛି ଆମେ ଯଥା ଶୀଘ୍ର ଚାଲିଯିବା ମୋ ଭଉଣୀ ଅଞ୍ଜଳି ପାଖ ତେବେ ଚାଲନ୍ତୁ ଭାଇ ଚାଲ ଯକ୍ଷୀ